ଭାରତବର୍ଷର ପ୍ରାଚୀନ ବୌଦ୍ଧ ଶିକ୍ଷା କେନ୍ଦ୍ର ରତ୍ନଗିରି ବିଶ୍ୱବିଖ୍ୟାତ ବୌଦ୍ଧ ପୀଠ ଯାଜପୁର ଜିଲ୍ଲାରେ ଅବସ୍ଥିତ। ରତ୍ନଗିରି ବୌଦ୍ଧ ମହାବିହାରର କଳାକୀର୍ତ୍ତି ବିଶ୍ୱରେ ବିରଳ। ବରୀ ବ୍ଲକ ଅନ୍ତର୍ଗତ ରତ୍ନଗିରିଠାରେ ରହିଛି ଏହି ପ୍ରାଚୀନ ବୌଦ୍ଧ ଯୁଗୀୟ ବିଶ୍ୱବିଦ୍ୟାଳୟ। ବହୁ ପୁରାତନ ମହାବିହାର, ଇଟା ନିର୍ମିତ ଏକ ବିଶାଳ ମହାସ୍ତୂପ, ମହାକାଳଙ୍କ ପବିତ୍ର ମନ୍ଦିର। ରତ୍ନଗିରି ଏକଦା ବୌଦ୍ଧ କାଳଚକ୍ରଯାନ ଓ ଯୋଗାଚାର ବିଜ୍ଞାନବାଦର ଏକ ମହିମାମଣ୍ଡିତ ପୀଠ ଭାବେ ମଧ୍ୟଯୁଗୀୟ ସମୟରେ ସୁପରିଚିତ ଥିଲା। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ରତ୍ନଗିରି ବୌଦ୍ଧ ମହାବିହାର ଥିଲା ପୁରାତନ ଭାରତବର୍ଷର ଏକ ପ୍ରାଚୀନତମ ବୌଦ୍ଧ ଶିକ୍ଷା କେନ୍ଦ୍ର। ଗୁପ୍ତ ସମ୍ରାଟ ନରସିଂହ ଉକ୍ତ ବାଳାଦିତ୍ୟ ଏହି ବିଖ୍ୟାତ ବୌଦ୍ଧ ପୀଠରେ ବୌଦ୍ଧ ଶ୍ରମଣ ଓ ବିଦ୍ୟାର୍ଥୀମାନଙ୍କ ପାଇଁ ସୁବିଶାଳ ବୌଦ୍ଧ ମହାବିହାର ଓ ସଂଘରାମ ନିର୍ମାଣ କରିଥିଲେ। ରତ୍ନଗିରି ଉତ୍ଖନନରୁ ବିପୁଳ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ସମେତ ବିଭିନ୍ନ ମୁଦ୍ରାରେ ଆସୀନ ମନୋଜ୍ଞ ବୌଦ୍ଧ ବିଗ୍ରହ, ବୋଧିସତ୍ତ୍ୱ, ତାରା, ହାରିତି, ବସୁଧାରା, ପ୍ରଜ୍ଞାପାରମିତା, ମଞ୍ଜୁଶ୍ରୀ, ମହାକାଳ, ହେରୁକ, ପଦ୍ମପାଣି ବୁଦ୍ଧ ଓ ଅପରାଜିତାଙ୍କ ଶହ ଶହ ପ୍ରତିମା ଆବିଷ୍କୃତ ହୋଇଛି। ରତ୍ନଗିରିଠାରେ ମନୋରମ ସଂଗ୍ରହାଳୟରେ ଶତାଧିକ ବୌଦ୍ଧ ଭାସ୍କର୍ଯ୍ୟ ସ୍ଥାନ ପାଇଛି। ଓଡ଼ିଶାର ପ୍ରମୁଖ ବୌଦ୍ଧପୀଠ ଭାବେ ରତ୍ନଗିରି ଦେଶ ବିଦେଶରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଆସୁଛି। ଏଏସ୍ଆଇର ଅଭିଜ୍ଞ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଉତ୍କଳ, ସମ୍ବଲପୁର ଓ ଆସାମର କଟନ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ପର୍ଯ୍ୟାୟକ୍ରମେ ଏହି ଖନନରେ ସାମିଲ ହେବେ। ଖନନ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ଗବେଷକ ଛାତ୍ର ଓ ବରୀ ରାମଚନ୍ଦ୍ର ପୁରସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଉପସ୍ଥିତ ରହିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏଏସ୍ଆଇର ଭୁବନେଶ୍ୱର ସର୍କଲ ପ୍ରତିଷ୍ଠା ହେବାର ବହୁ ବର୍ଷ ପୂର୍ବରୁ ପୂର୍ବାଞ୍ଚଳ ସର୍କଲ ପକ୍ଷରୁ 1958 ଏବଂ 1961 ମସିହାରେ ରତ୍ନଗିରିର ପ୍ରଥମ ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟ କରାଯାଇଥିଲା। ଭାରତର ପ୍ରମୁଖ ବୌଦ୍ଧପୀଠ ନାଳନ୍ଦା ଅନୁରୂପ ରତ୍ନଗିରି ଖନନରୁ ଏକ ବିଶାଳ ଇଟା ନିର୍ମିତ ସ୍ତୂପ, 2ଟି ମନୋରମ ବୌଦ୍ଧ ବିହାର, ପ୍ରାଚୀନ ମହାକାଳ ମନ୍ଦିର, ଶହ ଶହ ମନାସୀ ବା ମାନସିକ ସ୍ତୂପ, ଶତାଧିକ ବୌଦ୍ଧ ମୂର୍ତ୍ତି, ଶିଳାଲିପି, ମୃତ୍ତିକା ମୋହର ଲୋକଲୋଚନକୁ ଆସିଥିଲା। ତେବେ ପ୍ରତ୍ନତାତ୍ତ୍ୱିକ ଅବଶେଷ ଗୁଡ଼ିକରୁ ରତ୍ନଗିରି ବୌଦ୍ଧପୀଠ 5ମ ଶତାବ୍ଦୀ ଠାରୁ ଆରମ୍ଭ ହୋଇ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏକ ପ୍ରସିଦ୍ଧ ଓ ସୁଗମ୍ୟ ବୌଦ୍ଧ ବିହାରସ୍ଥଳୀ ଥିଲା ବୋଲି ଜଣାପଡ଼ିଛି। ଖ୍ରୀଷ୍ଟାବ୍ଦ 639ରେ ବିଖ୍ୟାତ ଚୀନ ପରିବ୍ରାଜକ ହୁଏନ୍ସା ଭାରତ ଭ୍ରମଣ କରି ପ୍ରସିଦ୍ଧି ଅର୍ଜନ କରିଥିବା ବୌଦ୍ଧସ୍ଥଳୀ ଉଡ୍ର ଦେଶ ବା ଆଧୁନିକ ଓଡ଼ିଶାକୁ ଆସି ବିଖ୍ୟାତ ପୁଷ୍ପଗିରି ବୌଦ୍ଧ ମହାବିହାର ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯାହାକି ରତ୍ନଗିରି ଉଦୟଗିରି ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ତେବେ ରତ୍ନଗିରି ଖନନରୁ ମିଳିଥିବା ସିଲିଂରୁ ଏହା ଶ୍ରୀ ରତ୍ନଗିରି ମହାବିହାରୀୟ ଆର୍ଯ୍ୟ ଭିକ୍ଷୁ ସଂଘୀୟ ବୋଲି ଜଣାପଡ଼ିଲା। ଏଏସ୍ଆଇର ଅଧୀକ୍ଷକ ଡକ୍ଟର ଦିବିଶଦ ବ୍ରଜସୁନ୍ଦର ଗଡ଼ନାୟକ ନେତୃତ୍ୱରେ ଖନନ କାର୍ଯ୍ୟ କରାଯାଇଛି। ସେ କହିଥିଲେ ଯେ ରତ୍ନଗିରି ନୂତନ ଖନନରୁ ବିଶ୍ୱବିଖ୍ୟାତ ବୌଦ୍ଧ ପ୍ରତ୍ନ ସମ୍ପଦ ଲୋକଲୋଚନକୁ ଆସିପାରିବ। ଖନନ କାର୍ଯ୍ୟ ସହିତ ଏଠାରୁ ମିଳୁଥିବା ପୁରାତାତ୍ତ୍ୱିକ ସମ୍ପଦ ଗୁଡ଼ିକର ସଂରକ୍ଷଣ ମଧ୍ୟ ଏକା ସାଙ୍ଗରେ କରାଯିବ ବୋଲି ଶ୍ରୀ ଗଡ଼ନାୟକ କହିଥିଲେ। ଆଜି ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷ ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖନନ କାର୍ଯ୍ୟ କରାଯାଇଛି। ଜିଲ୍ଲାପାଳଙ୍କ ସହିତ ବରିଷ୍ଠ ସାମ୍ବାଦିକ ଗଗନ ସ୍ୱାଇଁ, ଡକ୍ଟର ହରିଶ ଚନ୍ଦ୍ର ପୃଷ୍ଟି, ବରିଷ୍ଠ ବୌଦ୍ଧ ଗବେଷଣାବିତ୍, ବରୀ ବ୍ଲକ ବିଡିଓ, ବରୀ ତହସିଲଦାର, ସ୍ଥାନୀୟ ପୁଲିସ ପ୍ରଶାସନଙ୍କ ସହିତ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଏହି ପ୍ରାଚୀନ କାରୁକାର୍ଯ୍ୟକୁ କିପରି ସୁଚାରୁ ରୂପେ ଖନନ କରାଯାଇ ସଂଗ୍ରହାଳୟରେ ରଖାଯିବ ସେହି ବିଷୟରେ ଆଲୋଚନା କରିଥିଲେ। ଡକ୍ଟର ହରିଚନ୍ଦ୍ର ପୃଷ୍ଟି, ଐତିହାସିକ ବୌଦ୍ଧ ଗବେଷକ। ଆମେ ଯେଉଁ ଜାଗାରେ ପହଞ୍ଚିଛେ ଏ ହେଉଛି ବିଶ୍ୱବିଖ୍ୟାତ ବୌଦ୍ଧପୀଠ ରତ୍ନଗିରି। ଏହାର ଐତିହ୍ୟ ଆଜକୁ 1600-1700 ବର୍ଷ
ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ଯେ ଲାମା ତାରନାଥଙ୍କ ବର୍ଣ୍ଣନା ଅନୁଯାୟୀ ଆମର ଯେ ଗୁପ୍ତ ସମ୍ରାଟ ନରସିଂହଗୁପ୍ତ ବାଳାଦିତ୍ୟ ସେ ହୁନମାନଙ୍କର ଆକ୍ରମଣକୁ ପ୍ରତିହତ କରି ସେ ବୌଦ୍ଧ ଧର୍ମକୁ ମାନେ ପୁନରୁଦ୍ଧାର କରିବା ଅର୍ଥେ ସେ ନିଜକୁ ବୁଦ୍ଧ ପକ୍ଷ ନାମରେ ନାମିତ କରିକି ରତ୍ନଗିରିରେ ପ୍ରଥମେ ଏକ ବୌଦ୍ଧ ବିହାର ନିର୍ମାଣ କରିଥିଲେ। ଯେଉଁ ମହାସ୍ତୂପଟା ରହିଛି ସେ ମହାସ୍ତୂପ ତାଙ୍କରି ଅବଦାନ। ତେବେ ରତ୍ନଗିରିର ଯୋଉଟା ଥିଲା ତାର ସିନିକ୍ ବିୟୁଟି ଥିଲା, ତାର ପରିବେଶ ଏବଂ ଯୋଉଟା ଶାନ୍ତ ଗମ୍ଭୀର କମନୀୟ ଏବଂ ବିଶେଷ କରି ଗୁରୁ ଗମ୍ଭୀର ଆଉ ସେଣ୍ଟଲି ଆଟମୋସ୍ଫିୟର ଏବଂ ବିସ୍ତୀର୍ଣ୍ଣ ବେଳାଭୂମିରେ ଇଚ୍ଛାଟିଆ ଜାଗାରେ ଏଇ ଯେଉଁ ବୌଦ୍ଧ ବିହାରଟା ଗଢ଼ି ଉଠିଲା, ତା ବାସ୍ତବିକ ସାରା ବିଶ୍ୱ ଜଗତ ପାଇଁ ଏକ ଆଶ୍ଚର୍ଯ୍ୟକର ଅତୀତ ଘଟେ। ଏବଂ ଇଟ୍ ଇଜ୍ ସିଚୁଏଟେଡ୍ ଫ୍ରି ଫ୍ରମ୍ ଫାର କ୍ରାଉଡ, ମ୍ୟାଡିଂ କ୍ରାଉଡ, ମାନେ କୌଣସି ଜନଗହଳି ନଥିଲା। ଏଠି ନିରବତା ଥିଲା, ଶାନ୍ତ ଗୁରୁଗମ୍ଭୀର ପରିବେଶ ଥିଲା, ନୈସର୍ଗିକ ସୁଷମା ଭରା ଥିଲା। ବଙ୍ଗୋପସାଗରର ମାନେ ଉତ୍ତାଳ ତରଙ୍ଗ ଏଠି ପାଦରୁ ଢଉଥିଲା। ଏଇ ଜାଗାରେ ସେମାନେ ଯୋଗ ଶିକ୍ଷା କରିବା ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ଭାବିଥିଲେ, ଯାହାର ବିଶ୍ୱରେ ଏ ପ୍ରକାର ସ୍ଥାନ ନଥିଲା। ତେଣୁ ପଞ୍ଚମ ଶତାବ୍ଦୀରୁ ଆରମ୍ଭ ହୋଇ ଏହା 16 ଶତାବ୍ଦୀ ପର୍ଯ୍ୟନ୍ତ ଦୀର୍ଘ 1200 ବର୍ଷ ଅନବରତ ନିରବଚ୍ଛିନ୍ନ ଭାବରେ ବୌଦ୍ଧ କୀର୍ତ୍ତି, ଐତିହ୍ୟ, ସଂସ୍କୃତି ଗଢ଼ି ଚାଲିଥିଲା। ଏବଂ ବହୁ ବଡ଼ ବଡ଼ ସନ୍ନ୍ୟାସୀ, ବୌଦ୍ଧ ଭିକ୍ଷୁଣୀ, ବୌଦ୍ଧ ସନ୍ନ୍ୟାସୀ ଆଚାର୍ଯ୍ୟମାନେ ଏଠି ତାଙ୍କର ବିହାର ଥିଲା ଏବଂ ସେମାନେ ସିଦ୍ଧି ଲାଭ କରୁଥିଲେ। ଏଇଟା ସିଦ୍ଧିପୀଠ ଥିଲା, ଯୋଗାଚାର ବିଜ୍ଞାନବାଦର। ମହାଯାନ ଏବଂ ବଜ୍ରଯାନ, ହୀନଯାନ ଯେଉଁ ସବୁ ବୌଦ୍ଧ ଧର୍ମ ଥିଲା ତାର ଏଇଟା ପୀଠ ଥିଲା, ସମ୍ବନ୍ଧ ସ୍ଥଳୀ ଥିଲା। ଏଠି ମହାଯାନୀ ମାନେ ବୌଦ୍ଧଙ୍କର ମୂର୍ତ୍ତି ପୂଜା କରୁଥିଲେ, ବିଶାଳାକାୟ ମୂର୍ତ୍ତି ସବୁ ଯେଉଁ ଦେଖୁଛନ୍ତି, ସେ ଭୂମିସ୍ପର୍ଶ ମୁଦ୍ରା, ବିଭିନ୍ନ ମୁଦ୍ରା, ଧର୍ମଚକ୍ର ପ୍ରବର୍ତ୍ତନ ମୁଦ୍ରା ଏବଂ ବହୁ ଦେବାଦେବୀ ସବୁ ଥିଲେ, ସବୁ ଜମ୍ବଳ, ହାରିତି, ଅପରାଜିତ, ତାପରେ ମହାକାଳ। ଯେଉଁଥିରେ ମହାକାଳ ଯେଉଁ ଆମେ କହୁଛନ୍ତି, ମହାକାଳ ସାରା ବିଶ୍ୱରେ କୋଉଠି ନାହାନ୍ତି। ଦୁଇଭୁଜ ମହାକାଳ କଟି ଏବଂ କପାଳ ଧରିକି ରହିଛନ୍ତି ଏ ଜାଗାରେ। ରତ୍ନଗିରିରେ ପ୍ରଥମେ ସୃଷ୍ଟି ହେଇଥିଲା। ଏଠୁ ସୃଷ୍ଟି ହେଇ ମଙ୍ଗୋଲିଆ, ତିବ୍ବତ, ନେପାଳ, ସେପଟରେ ବ୍ରହ୍ମଦେଶ, ସିଲୋନ, ଏସବୁ ବିଭିନ୍ନ ଜାଗା ସବୁ ଯାଇଛି ଦରିଆ ପ୍ରଦେଶ ମାନଙ୍କୁ। ଏଇଟା ହେଉଛି ତାର ଆଦିମ ସ୍ଥାନ। ଏଇଠି ମହାକାଳଙ୍କର ପ୍ରଥମ ଉପାସନା ହୋଇଥିଲା। ମହାକାଳଙ୍କର ପ୍ରଥମ ସାଧନା ଏଇଠି ସାଧନା କରାଯାଇଥିଲା, ସିଦ୍ଧି ଲାଭ କରୁଥିଲେ। ତେଣୁ ମହାକାଳ ପୀଠ ଏଠି ରହିଛି। ସାରା ବିଶ୍ୱରେ ଏ ପ୍ରକାର ପୀଠ କୋଉଠି ନାହିଁ। ରତ୍ନଗିରି ଯେଉଁ ବୌଦ୍ଧ ବିହାର ହେଇଛି, ଏସିଆ ମହାଦେଶର ବୃହତ୍ତମ ବୌଦ୍ଧ ବିହାର କାଳ ଅତୀତ ହେବ ନାହିଁ। ଆକୁ ଲାମା ତାରନାଥ କହୁଛନ୍ତି ନବତାଳ ପ୍ରାସାଦ ଥିଲା। ଏ ଯେଉଁ ବଡ଼ ବିହାରଟା ଥିଲା 24ଟି ପ୍ରକୋଷ୍ଠ ଥିଲା। ପ୍ରତି ମହଲାରେ ସନ୍ନ୍ୟାସୀମାନେ ରହୁଥିଲେ। 9 ମହଲା ଥିଲା ଏବଂ ଯୋଉଟାକି ତା ଉପରେ ଏକ ବିରାଟ ଦୀପ ରହୁଥିଲା। ରାତ୍ରରେ ତା ଦିଗବାର ଭଳିଆ କାମ କରୁଥିଲା, ଲାଇଟ୍ ହାଉସ୍ ଭଳିଆ କାମ କରୁଥିଲା। ତାର ନିକଟରେ ସମୁଦ୍ର ଥିଲା, ସମୁଦ୍ର ପାଣି ଏଠିକି ଆସୁଥିଲା। ତେଣୁ ଯେଉଁମାନେ ଆସୁଥିଲେ ବିଶେଷ କରି ଦକ୍ଷିଣ ପୂର୍ବ ଏସିଆର ସିଂହଳରୁ, ସେମାନେ ଜାଣିଥିଲେ ଯେ ରତ୍ନଗିରିରେ ପହଞ୍ଚିଲା। ପୂର୍ବ ଉପକୂଳର ଶେଷ ପାହାଡ଼ ହେଉଛି ରତ୍ନଗିରି ଏବଂ କେପ୍ କମୋରିନ୍ ଯୋଉଟା ଅଛି ଆମର କୁମାରୀକାନ୍ତ ଦ୍ୱୀପ, ଗୋଟାଏ ଲାଟିଚ୍ୟୁଡ୍ ରହିଛି, ଗୋଟାଏ ଅକ୍ଷାଂଶରେ ରହିଛି। ତେଣୁ ଏଇଟା ପୂର୍ବ ଭାରତର ଶେଷ ପାହାଡ଼ ରତ୍ନଗିରି, ଦକ୍ଷିଣ ଭାରତର ଶେଷ ପାହାଡ଼ ହେଉଛି କେପ୍ କମୋରିନ୍। ତେଣୁ ଇଏ ହେଉଛି ରତ୍ନଗିରିର ଐତିହ୍ୟ। ଯେଉଁ ବିହାର ହେଇଛି ସେଥିରେ ଶହ ଶହ ସନ୍ନ୍ୟାସୀମାନେ ରହୁଥିଲେ ଏବଂ ସେମାନେ ଏଠି ଶିକ୍ଷା କରୁଥିଲେ ସବୁ କ'ଣ, ଯୋଗ, ତନ୍ତ୍ର, ଆଉ ତା ବିଶେଷ କରି ମୀମାଂସା, ବ୍ୟାକରଣ ଆଉ ଯୋଗ, ଏସବୁ ନ୍ୟାୟ, ସାଂଖ୍ୟ, ଦର୍ଶନ, ଏଇସବୁ ପ୍ରକାର ସବୁ ସେମାନେ ପାଠ ପଢ଼ୁଥିଲେ। ବଡ଼ ବଡ଼ ଆଚାର୍ଯ୍ୟମାନେ ରହୁଥିଲେ। ଏଠି କାଳଚକ୍ର ଦାନ ଥିଲା, କାଳଚକ୍ର ଯୋଗ ସୃଷ୍ଟି ହେଇଥିଲା। କାଳଚକ୍ର ଯୋଗ ଯେଉଁ ଯୋଗ ସାଧନ କରି ସିଦ୍ଧି କଲେ ଆଉ ମଣିଷ କେବେ ହେଲେ ମାନେ ଇଚ୍ଛା ମୃତ୍ୟୁ ହେବ। ଇଚ୍ଛା ମୃତ୍ୟୁ ଏଠି ପ୍ରାପ୍ତ ହେଉଥିଲା ସିଦ୍ଧି ଲାଭ କରିକି। ଆଚାର୍ଯ୍ୟ ପୀଠୋପାଧ୍ୟାୟ ଥିଲେ, ସେ ନିଜେ ଏଠି ସେ କାଳଚକ୍ର ଯୋଗର ଆଚାର୍ଯ୍ୟ ଥିଲେ। ଅବଧୂତି, ବୋଧିଶ୍ରୀ, ନାରପା ତାଙ୍କର ଶିଷ୍ୟା, ଏମାନେ ସିଦ୍ଧି ଲାଭ କରି ଶୂନ୍ୟ ହେଇଗଲେ, ତାଙ୍କୁ କେହି ଦେଖିପାରିଲେନି। ଏଇ ପ୍ରକାର ସ୍ଥାନ ହେଉଛି ଏ ଜାଗା। ତାପରେ ବିଶେଷ କରି ଏଠି ବଜ୍ରଯାନ ହେଇଥିଲା। ବଜ୍ରଯାନରେ ଯୋଉଟା ବଜ୍ର, ଆପଣ ଦେଖିବେ ସ୍ତୂପ ସମୂହ ତାতে ବଜ୍ର ଚିହ୍ନ ଅଛି। ବଜ୍ର ହେଉଛି ଶୂନ୍ୟ। ଶୂନ୍ୟର ଅର୍ଥ ହେଉଛି ମାନେ କ'ଣ, ସବୁ ଯାକ ଶୂନ୍ୟ। ଶୂନ୍ୟ ହେଉଛି ଅଭେଦ୍ୟ, ତାକୁ ଛେଦି ପାରିବେନି। ତେଣୁ ଶୂନ୍ୟ ହେଉଛି ବଜ୍ର। ବଜ୍ରଯାନ ହେଉଛି ଶୂନ୍ୟଯାନ। ବଜ୍ରଯାନରେ ସବୁ ଶୂନ୍ୟ, ପୂଜା ଶୂନ୍ୟ, ଗୁରୁ ଶୂନ୍ୟ, ଶିଷ୍ୟ ଶୂନ୍ୟ, ମାନେ ସମସ୍ତର ପୂଜା ଅର୍ଘ୍ୟ ସବୁ ଶୂନ୍ୟ, ସମସ୍ତ ମନୁଷ୍ୟ ବି ଶୂନ୍ୟ, ଜଗତ ବି ଶୂନ୍ୟ। ଏଇ ଯେଉଁ ତତ୍ତ୍ୱ ଏଠି ସୃଷ୍ଟି ହେଲା, ଏଇ ଜାଗାରେ ସୃଷ୍ଟି ହେଇଥିଲା, ତା ସମସ୍ତ ବିଶ୍ୱକୁ ବିସ୍ତାରିତ ହୋଇଥିଲା। ଏ ବଡ଼ ବଡ଼ ଆଚାର୍ଯ୍ୟ ଲୁଇପା, ହାଡ଼ିପା, ଚୋରା, ସିଦ୍ଧାଚାର୍ଯ୍ୟ ମାନେ ସବୁ ଥିଲେ ସବୁ, ସେମାନେ ଏଇ ଜାଗାରେ ଉଦୟଗିରିରେ, ଲଳିତଗିରିରେ ସେମାନେ ସବୁ ଏଠି ବସବାସ କରି ରହିଥିଲେ ଏବଂ ସେମାନେ ସିଦ୍ଧି ଲାଭ କରୁଥିଲେ ସବୁ ବିଭିନ୍ନ ତନ୍ତ୍ରରେ। ଶ୍ରୀକାଳଚକ୍ର ତନ୍ତ୍ରରେ ସିଦ୍ଧି ଲାଭ କରୁଥିଲେ ଆଚାର୍ଯ୍ୟ ପୀଠୋପାଧ୍ୟାୟ, ବୁଝିଲେ କି। ମାନେ କୃଷ୍ଣଜାମଣୀ ତନ୍ତ୍ର, ଯେଉଁ କୃଷ୍ଣଜାମଣୀ ତନ୍ତ୍ର, ସେଠି ଲଳିତ ବଜ୍ର ଏଠି ସିଦ୍ଧି ଲାଭ କରିଥିଲେ, ବୁଝିଲେ। ଇନ୍ଦ୍ରଭୂତି
ବଜ୍ରଯାନରେ ସିଦ୍ଧି ଲାଭ କରିଥିଲେ। ରଶ୍ମିକରା ସହଜାନରେ ଦେହ ସର୍ବସ୍ୱ, ଦେହ ସବୁ ଏଇ ଜାଗାରେ ଏଇ ରତ୍ନଗିରିରେ ଇନ୍ଦ୍ରବତୀଙ୍କର ଭଉଣୀ ରଶ୍ମିକରା ସେ ପ୍ରଥମେ ସ୍ଲୋଗାନ ଦେଇଥିଲେ ଯେ ବିଶ୍ୱରେ ଏକମାତ୍ର ହଉଛି ପୂଜା କିଛି ଦରକାର ନାହିଁ, ମାନେ କୌଣସି ମାନେ ମୂର୍ତ୍ତି ପୂଜା କରିବା ଦରକାର ନାହିଁ, କେବଳ ନିଜକୁ ନିଜ ଶରୀରକୁ ପୂଜା କର। ଏ ଶରୀର ଭିତରେ ସବୁ ବିଶ୍ୱ ବ୍ରହ୍ମାଣ୍ଡ 33 କୋଟି ଦେବାଦେବୀ ସବୁ ରହିଛନ୍ତି। ନିଜକୁ ଦେଖ, ଶରୀର ତାଦ୍ୟମ ପରଧର୍ମ ସାଧନ, ଏଇ ଯୋଉ ତତ୍ତ୍ୱ ଏଇଠି ସୃଷ୍ଟି ହେଇଥିଲା। ଏ ସୃଷ୍ଟି ସାରା ଜଗତକୁ ବ୍ୟାପିଥିଲା। ତାର ପୀଠ ହଉଛି ରତ୍ନଗିରି। ଯାହା ହଉ ଆମର ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ରତ୍ନଗିରିରେ ଯୋଉ ଆୟୋଜିତ ହେବାକୁ ଯାଉଛି ଜାନୁଆରୀ 15 ଠାରୁ ତା ଅତ୍ୟନ୍ତ ଗର୍ବ ଗୌରବ ବାର୍ତ୍ତା ବହନ କରୁଛି ଆମମାନଙ୍କ ପାଇଁ, ବିଶେଷ ଓଡ଼ିଶା ପାଇଁ, ନିର୍ଦ୍ଦିଷ୍ଟ ଭାବେ ଯାଜପୁର ମାଟି ପାଇଁ, ରତ୍ନଗିରି ପାଇଁ, ଲଳିତଗିରି, ଉଦୟଗିରି ପାଇଁ, ସମଗ୍ର ବିଶ୍ୱର ପାଇଁ ଗୌରବର ବାର୍ତ୍ତା ବହନ କରୁଛି। ଆଜିର ଯୋଉ ବୌଦ୍ଧ ସମ୍ମିଳନୀ ହଉଛି ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ, ଶତାଧିକ ଦେଶରୁ ବୌଦ୍ଧ ସନ୍ନ୍ୟାସୀମାନେ ଆସୁଛନ୍ତି ଏଠିକି, ଯାହା ଆର ଐତିହ୍ୟକୁ ବଢ଼େଇ ଦଉଛି, ଆର ଗୁରୁତ୍ୱ ବଢ଼େଇ ଦଉଛି। ତେଣୁ ସେଇ ଉପଲକ୍ଷେ ରତ୍ନଗିରିର ଯୋଉ ଖନନ ଥିଲା, ଅର୍ଧ ଖନନ ବାକି ରହିଥିଲା, ବର୍ତ୍ତମାନ ଖନନ ଚାଲିଛି ମହାକାଳ ମନ୍ଦିର ପାଖରେ, ଏବଂ ବିଶେଷ କରି ସ୍ତୂପ ଅଞ୍ଚଳ ପାଖରେ ଖୋଳା ଚାଲିଛି। ସେଠି ଗୋଟେ ମନ୍ଦିର ମଧ୍ୟ ମିଳିବ, ଆଉ ବହୁତ ଶତାଧିକ ସ୍ତୂପ ମଧ୍ୟ ପୋତିକି ରହିଛି। ତା ଲୋକଲୋଚନକୁ ଆସିଲେ ତା ରତ୍ନଗିରିର ଗୁରୁତ୍ୱକୁ ସାରା ବିଶ୍ୱରେ ଦରବାରରେ ପ୍ରତିଷ୍ଠା କରିପାରିବ। ଏବଂ ରତ୍ନଗିରିର ଯୋଉ ପରିବେଶ, ତାର ବୌଦ୍ଧ କୀର୍ତ୍ତିରାଜି ଏବଂ ତାର ଯୋଉ ସିନିକ୍ ବିୟୁଟି, ତାର ଯୋଉ ମାନେ ସୌନ୍ଦର୍ଯ୍ୟ, ନୈସର୍ଗିକ ସୁଷମାକୁ ବିଚାର କରିବାକୁ ଗଲେ ରତ୍ନଗିରି ମାନେ ବିଶ୍ୱ ଐତିହ୍ୟ ସ୍ଥାନ ପାଇବା ହକଦାର। ତେଣୁ ଏଇ ଯୋଉ ବୌଦ୍ଧ ସମ୍ମିଳନୀ ହଉଛି, ଏଥିରେ ମାନେ ଉଦୟଗିରି ଠାରେ ଯୋଉଠି ମାନେ ପଦ୍ମସମ୍ଭବ, ଗୁରୁ ପଦ୍ମସମ୍ଭବ ସେଠି ସେଇ ଜାଗାରେ ମାନେ ସିଦ୍ଧି ଲାଭ କରିଥିଲେ। ପଦ୍ମସମ୍ଭବ ଯାଜପୁର ବିରଜାରେ, ଏବଂ ସେ ପଦ୍ମସମ୍ଭବର ସମ୍ପୂର୍ଣ୍ଣ ରତ୍ନଗିରି ଥିଲା। ସେ ମଧ୍ୟ ରତ୍ନଗିରି ଠାରେ ମଧ୍ୟ ଯୋଗରେ ସିଦ୍ଧି ଲାଭ କରିଛନ୍ତି। ଯୋଗ, ତନ୍ତ୍ର, ନ୍ୟାୟ, ମୀମାଂସା, ବ୍ୟାକରଣ, ଦର୍ଶନ ସବୁଥିରେ ସିଦ୍ଧି ଲାଭ କରିଥିଲେ। ତେଣୁ ସେଇ ଜାଗା ହଉଛି ରତ୍ନଗିରି। ବୌଦ୍ଧ ଯୋଗ, ତନ୍ତ୍ର, ନ୍ୟାୟ, ଦର୍ଶନ, ମୀମାଂସା, ତର୍କ, ଏ ସବୁ ଗୁଡ଼ାକର ସ୍ଥାନ ହଉଛି ରତ୍ନଗିରି। ତେଣୁ ରତ୍ନଗିରିର ସ୍ଥାନ ଅନନ୍ୟ ପୁରାପୁରି। ତେଣୁ ଏଥିପାଇଁ ଏଇ ଯୋଉ ଇଣ୍ଟରନ୍ୟାସନାଲ ସେମିନାର ହଉଛି ବୌଦ୍ଧ ସେମିନାର, ଧନ୍ୟବାଦ ସରକାରଙ୍କୁ, ଗଭର୍ଣ୍ଣମେଣ୍ଟ ସରକାର, ଓଡ଼ିଶା ସରକାର ଦଉଛି, ତାପରେ ବିଶେଷ କରି କେନ୍ଦ୍ର ସରକାର ଦଉଛି। ଏବଂ ଯୋଉ ସନ୍ନ୍ୟାସୀମାନେ ଆସିବେ ସେମାନେ ଦାବି ଉପସ୍ଥାପନ କରିବେ ଯେ ରତ୍ନଗିରିକୁ, ଉଦୟଗିରି ଏବଂ ଲଳିତଗିରି ନିର୍ଦ୍ଦିଷ୍ଟ ଭାବରେ ଇଣ୍ଡିଭିଜୁଆଲି ତାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବେ। ଏ ବିଶ୍ୱ ଐତିହ୍ୟରେ ସ୍ଥାନିତ କଲେ ଆର ପ୍ରକୃତ ମୂଲ୍ୟାଙ୍କନ ହେଇପାରିବ। ନାଳନ୍ଦା ଭଳି ଏବଂ ମାନେ ଦୀର୍ଘ 18 ବର୍ଷ କାଳ ରହିସାରିଲା ପରେ କୋଉଠି ନାଳନ୍ଦାରେ, ନାଳନ୍ଦା ବୌଦ୍ଧ ବିହାର ଦେଖିଲା ପରେ ସେ ଦେଖିଲେ ଯେ ଏଠି ଆଉ ମାନେ ଆମର ଗବେଷଣା କିଛି ନାହିଁ, ତନ୍ତ୍ର ଉପରେ ଗବେଷଣା କିଛି ନାହିଁ। ତେଣୁ ଏଠି ସେ ଓଡ଼ିଶାକୁ ଆସିଥିଲେ, ଓଡ୍ର ଦେଶ। ସେତେବେଳେ 7ମ ଶତାବ୍ଦୀରେ ସେ ଓଡ଼ିଶା ଭିତରେ ତାକୁ କହିଲେ ଉଚ୍ଚା ଓଡ୍ର ଆସି ପହଞ୍ଚିକି ସେ କହିଥିଲେ ପୁଷ୍ପଗିରି, କାହିଁକିନା ସେ ଦେଖିଲେ ରତ୍ନଗିରି, ଲଳିତଗିରି, ଉଦୟଗିରି ଆଉ ଲାଙ୍ଗୁଡି ଗୋଟିଏ ସରଳ ରେଖାରେ ରହିଛନ୍ତି। ଗୋଟିଏ ସରଳ ରେଖାରେ ଧର୍ମଶାଳାର ଲାଙ୍ଗୁଡି, ଅସିଆ ପର୍ବତମାଳା ଭିତରେ ସେ ରହିଛି ଲାଙ୍ଗୁଡି, ଧର୍ମଶାଳାର କାଏମା, ବଜ୍ରଗିରି, ଏପଟରେ ଆପଣଙ୍କର ଉଦୟଗିରି, ଲଳିତଗିରି, ରତ୍ନଗିରି ଗୋଟିଏ ସରଳ ରେଖାରେ ଗୋଟିଏ ଅର୍ବିଟରେ ରହିଛି, କକ୍ଷରେ ରହିଛି। ତେଣୁ ସେ ଦେଖିଲେ ପୁଷ୍ପମାଳ ଭଳି ଦେଖାଯାଉଛି। ତେଣୁ ସେ କହିଲେ ଏଇଟା ପୁଷ୍ପଗିରି, ଯୋଉଠି ଭଗବାନ ବୁଦ୍ଧଙ୍କର ଦାନ୍ତ ପୂଜା ହଉଥିଲା। ଲଳିତଗିରିରେ ଯୋଉଠି ପଦ୍ମସମ୍ଭବଙ୍କ ମଧ୍ୟ ମାନେ କୀର୍ତ୍ତି ରହିଛି, ସେ ମଧ୍ୟ ସିଦ୍ଧି ଲାଭ କରିଥିଲେ ସେଠି। ଏବଂ ଯୋଉ ଜାଗାରେ ତନ୍ତ୍ରର ଆଦି ସୃଷ୍ଟି ହେଇଛି ରତ୍ନଗିରି, ସେଠି ମଧ୍ୟ ସୃଷ୍ଟି ହେଇଛି। ତେଣୁ ସେ ୟାକୁ କହିଲେ, ସମୁଦାୟକୁ ମିଶିକି କହିଲେ ତା ପୁଷ୍ପଗିରି। ତେଣୁ ଏ ପୁଷ୍ପଗିରି ସାରା ବିଶ୍ୱର ଏକ ବିସ୍ମୟ, ଆଶ୍ଚର୍ଯ୍ୟ। ଏ ପ୍ରକାର କୀର୍ତ୍ତି ନାଳନ୍ଦାରେ ନାହିଁ, ତକ୍ଷଶିଳାରେ ନାହିଁ, କି ବିକ୍ରମଶିଳାରେ ନାହିଁ, କି ସାରା ବିଶ୍ୱ ତିବ୍ବତରେ ନାହିଁ। ତେଣୁ ଏ ହେଉଛି ଅନନ୍ୟ, ଅସାଧାରଣ। ଏହାର ଗୁରୁତ୍ୱ ବିଶେଷ କରି ମାପିବା ବଡ଼ କଷ୍ଟକର। ତେଣୁ ଆମମାନଙ୍କ ପାଇଁ ଗର୍ବ ଗୌରବର ବାର୍ତ୍ତା ବହନ କରୁଛି। ତେଣୁ এই 3ଟା ସାଇଟ୍ କି ଲଳିତଗିରି, ରତ୍ନଗିରି, ଉଦୟଗିରି ସମେତ ଯାଜପୁର ଅଞ୍ଚଳକୁ, ବୁଦ୍ଧିଷ୍ଟ ସାଇଟ୍ ଗୁଡ଼ାକୁ ତାକୁ ମାନେ ସଂରକ୍ଷଣ କରିବା ଦରକାର ଏଏସ୍ଆଇ ତରଫରୁ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତରଫରୁ। ତାପରେ ପଦ୍ମସମ୍ଭବର ମନ୍ଦିର ହେବା ଦରକାର ଏଠି, ଏବଂ ଏଠି ବୁଦ୍ଧଙ୍କର ଲିଭିଂ ଟେମ୍ପୁଲ ହେବା ଦରକାର। ବୁଦ୍ଧ ମନ୍ଦିର କରି ପ୍ରତିଦିନ ଉପାସନା କରିବାର ଆବଶ୍ୟକତା ରହିଛି। ଏ ଗବେଷଣା କେନ୍ଦ୍ର ହେବା ଦରକାର ଏଠି। ପାଣି ପାଇଁ ଏଠି ମଧ୍ୟ ୱାଟର ସପ୍ଲାଏ 24 ଘଣ୍ଟା ରହିବା ଦରକାର। ଏବଂ ବିଶେଷ ଗାର୍ଡେନ ଆଉ ନାହିଁ। ମୁଁ 30 ବର୍ଷ ସେଠିକି ଆସିଲା ଭିତରେ ଗାର୍ଡେନ ରହୁଥିଲା, ଗାର୍ଡେନ ରହୁଥିଲେ ଲୋକମାନେ ସବୁ ରହିଥିଲେ, କାମ କରୁଥିଲେ। ସେମାନେ ଆଉ ନାହିଁ, ଛଟେଇ ଯାଇଛନ୍ତି। ସେମାନେ ପୁନରୁଜ୍ଜୀବିତ କରିବା ଦରକାର ହେଉଛି, କାରଣ ଗାର୍ଡେନ ରହିବା ଦରକାର। ପ୍ରାକୃତିକ ସବୁଜିମା ହେଉଛି ମାନେ ସର୍ବସ୍ୱ। ସବୁଜିମା ନ ରହିଲେ, କୌଣସି ଗ୍ରୀନେରୀ ନ ରହିଲେ ମାନେ ବୁଦ୍ଧିଷ୍ଟ ସାଇଟ୍ ହେଇପାରିବ ନାହିଁ। ଏଟା ଇକୋ ଟୁରିଜିମ୍, ଏଠି ପାର୍ଟ ଆଣ୍ଡ ପାର୍ସଲ ଅଫ୍ ଟୁରିଜିମ୍, ବୁଝିଲେ କି? ତେଣୁ ଏଠି ଆଗେ ଘାସ ସବୁ ରହୁଥିଲା, ଘାସ ରୁଆ ରହୁଥିଲା, ତାକୁ କଟିଂ କରାଯାଉଥିଲା, ପାଣି ଦିଆଯାଉଥିଲା, ଏବଂ ସ୍ଥିର ବନ୍ୟାରେ ସବୁଜିମା ସୃଷ୍ଟି ହେଉଥିଲା। ଏବଂ ରତ୍ନଗିରିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରୁଥିଲା। ବର୍ତ୍ତମାନ ଚାନ୍ଦ ହେଇଗଲା, ଚନ୍ଦା ହେଇଗଲା, ଚାରିଆଡେ ଧଳା ହେଇଗଲା। ତେଣୁ ପୁନର୍ବାର
ସେମାନଙ୍କୁ ଆପଏଣ୍ଟ କରାଯାଉ ଗାର୍ଡେନର ସେମାନଙ୍କୁ ଆପଏଣ୍ଟ କରାଯାଇ ପୁନର୍ବାର ଗାର୍ଡେନ କରାଯାଉ, ଫୁଲ ବଗିଚା କରାଯାଉ, ଗାଲିଚା ଘାସ ଗାଲିଚା କରାଯାଉ। ଆ ଦ୍ୱାରା ଶହ ଶହ ହଜାର ସଂଖ୍ୟକ ଆର୍ଟିଷ୍ଟ ଟୁରିଷ୍ଟ ମାନେ ଭାରତ ବାହାରୁ ଆକର୍ଷିତ ହୋଇ ଆସିବେ ଏବଂ ଏଠି ଗବେଷଣା ମଧ୍ୟ କରିବେ। ତେଣୁ ଆମର ବିଶ୍ୱ ପର୍ଯ୍ୟଟନ ସମ୍ମିଳନୀ ହେଉଛି ଏଠି ବୌଦ୍ଧ ସମ୍ମିଳନୀ। ଯେଉଁମାନେ ଆସିବେ ସନ୍ନ୍ୟାସୀମାନେ ସେମାନଙ୍କ ପାଇଁ ଏଠି ସବୁ ରହିବାର ବ୍ୟବସ୍ଥା କରିବା ଦରକାର, ପାନୀୟ ଜଳର ବ୍ୟବସ୍ଥା କରିବା ଦରକାର ଏବଂ ସେଟା ସବୁଜିମା କରିବା ଦରକାର, ସବୁଜିମାର ବ୍ୟବସ୍ଥା କରିବା ଦରକାର, ଫୁଲ ବଗିଚା କରିବା ଦରକାର, ରଖିବା ଦରକାର ଏବଂ ସେମାନଙ୍କ ସୁବିଧା ପାଇଁ ସବୁ ପ୍ରକାର କାର୍ଯ୍ୟକ୍ରମ ଯୋଗାଇବା ଦରକାର। 24 ଘଣ୍ଟା ଲାଇଟ୍ ଇଲେକ୍ଟ୍ରିଫିକେସନ କରିବା ଦରକାର ଏବଂ ସର୍ବୋପରି ସର୍ବାଙ୍ଗ ସୁନ୍ଦର କରିବା ଦରକାର। ରାସ୍ତାଘାଟ ଭଲ ନାହିଁ, ରାସ୍ତାଘାଟ ନିର୍ମାଣ କରିବା ପାଇଁ ଦରକାର, 4 ଥାକିଆ ରାସ୍ତା ଦରକାର, ଷ୍ଟ୍ରିଟ୍ ଲାଇଟ୍ ଦରକାର, ବୁଝିଲେ କି। ଏବଂ ଏଠି ରିସର୍ଚ୍ଚ ସେଣ୍ଟର ଦରକାର, ଗବେଷଣା କେନ୍ଦ୍ର ଦରକାର ଏବଂ ଯେଉଁମାନେ ଏବେ ଫରେନ୍ କରେନ୍ସି ଏକ୍ସଚେଞ୍ଜ ପାଇଁ ଏଠି ଦରକାର, ଯେଉଁମାନେ ପଇସା ଏକ୍ସଚେଞ୍ଜ କରିବା ପାଇଁ ଏବେ ରୋପ୍ ୱେ ଦରକାର, ଯିବା ଆସିବା କରିବା ପାଇଁ ରୋପ୍ ୱେ ଦରକାର, ଯେମିତି ନାଳନ୍ଦା ଅଛି ଏଠି ସବୁ ଦରକାର। ତେଣୁ ଏହା ହେଲେ ସେଇଥିପାଇଁ ଯେଉଁ ବିଶ୍ୱ ବୌଦ୍ଧ ସମ୍ମିଳନୀ ହେଉଛି ତାର ଗୁରୁତ୍ୱକୁ ଉପଲବ୍ଧି କରି ମୁଁ ସରକାର ନିକଟରେ ଦାବି ଉପସ୍ଥାପିତ କରୁଛି, ତୁରନ୍ତ ସରକାର ଏସବୁ କାର୍ଯ୍ୟ କଲେ ଓଡ଼ିଆମାନଙ୍କ ଜାତିର ଗର୍ବ ଅସ୍ମିତାକୁ ସାରା ବିଶ୍ୱରେ ପ୍ରତିଷ୍ଠା କରିପାରିବ। ରତ୍ନଗିରି, ଲଳିତଗିରି, ଉଦୟଗିରି, ଯାଜପୁର ଏବଂ ବିଶେଷ କରି ସମଗ୍ର ଓଡ଼ିଶାର ଐତିହ୍ୟ ଗୌରବକୁ ସାରା ବିଶ୍ୱରେ ପ୍ରତିଷ୍ଠିତ କରିପାରିବ, ଏହା ନିଃସନ୍ଦେହ। ଆମ ରାଜ୍ୟ ସରକାର ଟୁରିଜମ ଡିପାର୍ଟମେଣ୍ଟ ବର୍ତ୍ତମାନ ବୌଦ୍ଧ କ୍ଷେତ୍ରରେ ଯେଉଁ ରତ୍ନଗିରିକୁ ପୁନରୁଦ୍ଧାର ଭଳି କରିବେ ଏବଂ ଲୋକମାନଙ୍କ ଦର୍ଶକ ଯେଉଁମାନେ ଆସିବେ ଆଉ ସେମାନେ ଚାକଚକ ପରିବେଶରେ କେମିତି ଆସିକି ଦର୍ଶନ କରିଯିବେ, ସେଥିପାଇଁ ବିଭିନ୍ନ ପ୍ରକାର ମାନେ କରାହେଇଛି। ଆଲୋକୀକରଣ ପାଖରୁ ଆରମ୍ଭ କରି ମାନେ ଉପର ମାନେ ସଫା ସୁତୁରା ରଖିବା ଏବଂ ସିକ୍ୟୁରିଟି ରଖିବା ଏବଂ ଭିତରେ ବିଭିନ୍ନ ଯେଉଁ ଅବାଧ ଲୋକ ଯେଉଁ ପ୍ରବେଶ କରୁଛନ୍ତି ତାଙ୍କୁ ବନ୍ଦ କରିବା, ଏସବୁ ଜିନିଷ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ଏବଂ ଭବିଷ୍ୟତରେ ବିଭିନ୍ନ ଦେଶରୁ ଭାରତ ବାହାରୁ ଯେଉଁ ଦେଶର ସବୁ ଲୋକମାନେ ଯେମିତି ଆସିବେ ଆର କେମିତି ମାନ ରହିବ ସେଥିପାଇଁ ଗୁରୁତ୍ୱ ଆରୋପ କରିଥିଲେ। କାର୍ଯ୍ୟକ୍ରମ ତ ଚାଲିବ, ଆମର ମାନେ କାର୍ଯ୍ୟକ୍ରମ 25 ତାରିଖ ଭିତରେ ଆମର ଯାହା ଅଛି 25 ତାରିଖ ଭିତରେ ଶେଷ କରିବାକୁ ମାନେ କଲେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ବିବେକାନନ୍ଦ ମିଶ୍ର, ପ୍ରିନ୍ସିପାଲ ଡେଲ୍ଟା ହାयर ସେକେଣ୍ଡାରୀ ସ୍କୁଲ, କେନ୍ଦ୍ରାପଡ଼ା ଜିଲ୍ଲା। 10 ବର୍ଷ ତଳେ ଆସିଥିଲି ଏଠିକି, 10 ବର୍ଷ ପରେ ସେଇଭଳି ରହିଛି। ଏଠି ଡ୍ରିଙ୍କିଂ ୱାଟର ବା ପାଣି ପିଇବା ପାଇଁ ସୁବିଧା ନାହିଁ, ବସିବା ପାଇଁ ଲୋକମାନଙ୍କ ପାଇଁ ଗୋଟେ ସେଡ୍ ଦରକାର, ଆଉ ଇଲେକ୍ଟ୍ରିସିଟି ସୁବିଧା ନାହିଁ ମୁଁ ଦେଖିଲି। ରିଫ୍ରେଶମେଣ୍ଟ ପାଇଁ ମଧ୍ୟ ସୁବିଧା ରହିବା ଦରକାର। ଦୂରରୁ ଆସୁଛନ୍ତି ପର୍ଯ୍ୟଟକ ମାନେ, ଐତିହାସିକ ପୀଠ ଓଡ଼ିଶାର, ତେଣୁ ଏଇ ସୁବିଧା ରହିବା ଆବଶ୍ୟକ। ଏଇ ସୁବିଧା ରହିଲେ ଅନ୍ୟମାନେ ଉପକୃତ ହେବେ। ବ୍ୟୁରୋ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।